ନମସ୍କାର। ଆଜି ଶୁକ୍ରବାର ଜାନୁଆରୀ 2 ତାରିଖର ଶୁଣିବା ରାଶିଫଳ। ମେଷ। ମୁଖ ଭାବରେ ଚନ୍ଦ୍ର ଯୋଗୁଁ ହସିଲେ କଥା କହିବେ। ବନ୍ଧୁ ଅର୍ଥ ସାହାଯ୍ୟ କରିପାରନ୍ତି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ସ୍ଥଗିତ କାମରେ ଅଗ୍ରଗତି ସମ୍ଭାବନା। ପାରିବାରିକ ସମସ୍ୟାର ସମାଧାନ ଆଶା ରହିଛି। ବିତର୍କକୁ ସମ୍ପର୍କ ହାନିର ପରିସ୍ଥିତି ସୃଷ୍ଟି ହେବ। ସୃଜନୀ ଶକ୍ତିର ଅଭିବୃଦ୍ଧି ଘଟିବ। ଅତୀତ କଥା ମନରେ ବ୍ୟଥା ସୃଷ୍ଟି ଦେଇପାରେ। ବୃଷ। ଭାବପ୍ରବଣତାରୁ ଆତ୍ମବିଭୋର ହେବେ। କଅଁଳ କଥା କହି କାମ ହାସଲ କରିବେ। କର୍ମକ୍ଷେତ୍ରରେ ରାହୁ ବିବାଦର ସୂତ୍ରଧାରା ସାଜିପାରନ୍ତି। ପାରିବାରିକ କ୍ଷେତ୍ର ଅଶାନ୍ତି ରହିବ। ଋଣ ପରିଶୋଧ, ସନ୍ତାନଙ୍କ ସମସ୍ୟା, କଚେରୀ ମାମଲା ଜନିତ ବିଚଳିତ ବୋଧ କରିବେ। ଆନୁଷ୍ଠାନିକ କାମରେ ସହଯୋଗ ସକାଶେ ବନ୍ଧୁବର୍ଗ ଅନୁରୋଧ କରିପାରନ୍ତି। ମିଥୁନ। ଆଜିର ଖର୍ଚ୍ଚ ବଢ଼ିଯିବ। ପ୍ରିୟଜନଙ୍କ ସହଯୋଗରୁ କାମ ହାସଲ କରିବେ। ପାରିବାରିକ ଜୀବନରେ ମତାନ୍ତର ହୋଇପାରେ। ଆର୍ଥିକ ଦୁରବସ୍ଥାକୁ ସୁଧାରି ନେବେ। ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ। ପିଲାଙ୍କ ଶିକ୍ଷା ସକାଶେ ସମସ୍ୟାର ସମ୍ମୁଖୀନ ହେବେ। ପଡ଼ୋଶୀଙ୍କ ଅପପ୍ରଚାରରେ କ୍ରୋଧିତ ହେବେ। ପାଦରେ ଆଘାତ ଘଟିପାରେ। କର୍କଟ। ଏକାଦଶସ୍ଥ ଚନ୍ଦ୍ର ଯୋଗୁଁ ଅଭିଳାଷ ପୂରଣରେ ପ୍ରତୀକ୍ଷାର ଅନ୍ତ ଘଟିବ। ପାରିବାରିକ ଶାନ୍ତିରୁ ଖୁସି ରହିବେ। ସାମାଜିକ ସମ୍ପର୍କ ବୃଦ୍ଧି ପାଇବ। ସହକର୍ମୀଙ୍କ ପ୍ରତାରଣା କରିପାରନ୍ତି। ଆଜିର ଯାତ୍ରାରେ ଅଧା ବାଟରୁ ଫେରି ଆସିବାକୁ ପଡ଼ିପାରେ। ସିଂହ। ଚନ୍ଦ୍ରଙ୍କ ଚତୁର୍ଥରେ କେତୁ ଯୋଗୁଁ ପାରିବାରିକ କଳହର ଆଶଙ୍କା ରହିଛି। ସ୍ନାୟବିକା ଦୁର୍ବଳତା ଲାଗି ରହିବ। ଆଣ୍ଠୁଗଣ୍ଠି ପୀଡ଼ାର ଅସ୍ଥିର କରିପାରେ। ଆଶ୍ୱାସନା ଦେଇଥିବା ବ୍ୟକ୍ତିଟି ଉପରେ ଭରସା କରିପାରିବେ ନାହିଁ। ସହକର୍ମୀ ଦାଉ ସାଧି ପାରନ୍ତି। କିନ୍ତୁ ଆର୍ଥିକ ଅଭିବୃଦ୍ଧି ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶ କାର୍ଯ୍ୟ ସାଧନାରେ ସହାୟକ ହେବ। କନ୍ୟା। ଶନିଙ୍କ ଦୃଷ୍ଟି ଅଳସୁଆ କରାଇବ। ଆତ୍ମୀୟଙ୍କ ବିରୋଧରୁ କୌଣସି କାମ ଠିକ୍ ସମୟରେ ହୋଇପାରିବ ନାହିଁ। ଉତ୍ତମ ବୁଝାମଣା ଯୋଗୁଁ ପାରିବାରିକ ଶାନ୍ତି ଅକ୍ଷୁଣ୍ଣ ରହିବ। ନିର୍ମାଣ କାର୍ଯ୍ୟରେ ସାମୟିକ ଅସ୍ଥିରତା ଦେଖାଦେଇପାରେ। ବିଳମ୍ବରେ ସୁଖ ଖବର ପାଇବେ। ତୁଳା। ଷଷ୍ଠାଧିପତି ବୃହସ୍ପତିଙ୍କ ଦୃଷ୍ଟି ଆପଣଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟା, ଆଣ୍ଠୁଗଣ୍ଠି ଦରଜକୁ ବୃଦ୍ଧି କରିବ। ଋଣ ପରିଶୋଧର ଚିନ୍ତା ମାନସିକ ସ୍ଥିତିକୁ ବିଗାଡ଼ି ଦେବ। ବନ୍ଧୁଙ୍କ ସହ ସ୍ୱାତି ନକ୍ଷତ୍ର ନୂତନ ସ୍ଥାନ ପରିଦର୍ଶନ ସୁଯୋଗ ପାଇବେ। ଉଦାରତା ଗୁଣରୁ ପ୍ରିୟଜନଙ୍କ ଅନୁରକ୍ତି ଲାଭ କରିବେ। ଆଘାତଜନିତ ପୀଡ଼ା ପାଇବେ। ବିଛା। ଚନ୍ଦ୍ର କେନ୍ଦ୍ରରେ ଅବସ୍ଥାନ କରିଥିବାରୁ ଆଜି ଯେଉଁଥିରେ ହାତ ଦେବେ ସଫଳତା ନିଶ୍ଚିତ ପାଇବେ। ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ଲୋକପ୍ରିୟତା ବଢ଼ିବ। ନୂଆ ସମ୍ପର୍କ ସୃଷ୍ଟି ହେବ। ପୁରୁଣା ସମ୍ପର୍କରେ ବିରୋଧାଭାସ, ପାରିବାରିକ ମତାନ୍ତର, ସହକର୍ମୀ ଭୁଲ ବୁଝିପାରନ୍ତି ଏବଂ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ଧନୁ। ରାଶିରେ ଏକାଧିକ ଗ୍ରହ ମନକୁ ବିଭ୍ରାନ୍ତ କରିପାରନ୍ତି। ପର ପାଇଁ ଘରେ କଳହର ଆଶଙ୍କା ରହିଛି। ଗୃହାରମ୍ଭ ଯୋଜନା କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବେପାର ଭଲ ଚାଲିବ। ପଦସ୍ଥ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ। ଦୂରଯାତ୍ରା, ମନୋରଞ୍ଜନ, ନୂତନ ମିତ୍ରତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଯୋଗୁଁ ଖୁସି ରହିବେ। ମକର। ଶୁଭ ଖବର ମନକୁ ଆହ୍ଲାଦିତ କରିବ। ସନ୍ତାନ ହେତୁ ଗୌରବ ପାଇବେ। ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସା ମିଳିବ।
ଆବଶ୍ୟକତା ବୃଦ୍ଧିରୁ ଖର୍ଚ୍ଚାନ୍ତ ହେବେ। ନୃତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସମ୍ମାନିତ ହେବେ। ରପ୍ତାନି ବାଣିଜ୍ୟର ସମସ୍ୟା ସମାଧାନ ସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି। କୁମ୍ଭ ରାଶିରେ ରାହୁଙ୍କ ଯୋଗୁଁ ମନ ସ୍ଥିର ରହିବ ନାହିଁ। ଭଲ କାମ କରି ମଧ୍ୟ ସମାଲୋଚିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ବିବାଦ ବଢ଼ିବ। ଗଠନମୂଳକ କାମ ବାଧାପ୍ରାପ୍ତ ହେବ। ପୁରୁଣା ରୋଗପୀଡ଼ା ବୃଦ୍ଧି ପାଇବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି, ବୈଷୟିକ ଅଭିବୃଦ୍ଧି, ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ଏବଂ ବନ୍ଧୁ ମିଳନରୁ ଖୁସି ରହିବେ। ମୀନ ଶନି ପ୍ରଭାବରୁ କାମ ଅଟକି ରହିବ। କଥା ଦେଇଥିବା ବନ୍ଧୁ ଦୂରେଇ ରହିପାରନ୍ତି। ଆଇନ ସହାୟତା ମିଳିବ। ବିବାଦରେ ବିଜୟୀ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ ପାଇପାରନ୍ତି। ପରିବହନରେ ସମସ୍ୟା ସମାଧାନ ହୋଇଯିବ। ପରିଜନ ସହ ପର୍ଯ୍ୟଟନ ସ୍ଥଳକୁ ଯାଇପାରନ୍ତି। ଶାରୀରିକ ଅସୁସ୍ଥତା ମନସ୍ତାପ କରିବ। ନମସ୍କାର। ଜୟ ଜଗନ୍ନାଥ।